ସେଇ ପ୍ରଭୁଙ୍କ ଜଳରେ ରହନ୍ତି ହରନ୍ତି ସ୍ୱାମୀର ମଙ୍ଗଳ ପାଇଁ। 80 ଜଣ ରାଜା ଥିଲେ, ତାଙ୍କର ଝିଅ ହଉନଥିଲେ। ସେ ନାରଦକୁ ସ୍ମରଣା କଲେ। ନାରଦ ଆସିଲେ, କହିଲେ କେମିତି କ'ଣ ମୋର ଗୋଟେ ପୁଅ ପୁତ୍ର କନ୍ୟାଟି ହଉ କି ପୁଅଟି ହଉ କେମିତି ହେବ? ନା ହଉ, ତମେ ଗୋଟେ ଯଜ୍ଞ କର, ଯଜ୍ଞ କଲେ ପୁଅ ଝିଅ ଗୋଟେ ଯାହା ହେଲେ ହେବ। ତାପରେ ଗୋଟେ ଯଜ୍ଞ ସେ କରିଥିଲେ। ଅନ୍ୟାନ୍ୟ ସୁନ୍ଦରୀ ସାବିତ୍ରୀ ସେ ଯଜ୍ଞରୁ ଆବିର୍ଭୂତା ହୋଇଥିଲେ। ସେ ଯଜ୍ଞ ଯୋଗୁଁ ସେ ଜନ୍ମ ଗ୍ରହଣ କରିଥିଲେ। ପୃଥିବୀର ସର୍ବଶ୍ରେଷ୍ଠ ସୁନ୍ଦରୀ ସେ ଥିଲେ। ତାପରେ ସେ ଚାଲିଗଲେ, ତାଙ୍କର ଜୀବନ ଅତିବାହିତ ହେଲା। ଆଉ ବେଶୀ ତାକୁ ବ୍ୟାଖ୍ୟା କରିବି ନାହିଁ, କାରଣ ସମୟ କମ୍ ଅଛି। ସେ ଯେତେବେଳେ ଯୌବନ ପ୍ରାପ୍ତ ହେଲେ, ସେତେବେଳେ ବାପା ତାଙ୍କୁ କହିଲେ, ବହୁତ ଭଲ ପାଉଥିଲେ ତାଙ୍କୁ, କହିଲେ ତମ ସ୍ୱାମୀ ତେବେ ନିଜେ ଯା ବର୍ଣ୍ଣ କରିବ। ସେ ସବୁଆଡ଼େ ବୁଲିଲେ, ପ୍ରତି ରାଜ୍ୟ ବୁଲିଲେ, ବଣ ଜଙ୍ଗଲ ବୁଲିଲେ, ମୁନି ଋଷିମାନଙ୍କ ଆଶ୍ରମ ଦେଖିଲେ ଯାଇକିରି ଗୋଟେ ଆଶ୍ରମରେ ଗୋଟେ ଅନ୍ଧ ବୁଢ଼ା ବୁଢ଼ୀ ଅଛନ୍ତି, ସେ ତପସ୍ୟା କରୁଛନ୍ତି। ଏବଂ ସେଠି ଜଣେ ଯୁବକ ସେ ସେଠି ବିଚରଣ କରୁଛନ୍ତି। ତାଙ୍କୁ ଦେଖି ସେ ହୁଅନ୍ତି ସତ୍ୟବାନ। ତାଙ୍କୁ ଦେଖିକିରି ସେ ବାବାଙ୍କୁ ଆସି କହିଲେ, ମୁଁ ବାବା, ମୁଁ ସ୍ୱାମୀକି ବରଣ କରିଦେଇଛି, ମୋ ସ୍ୱାମୀ ଏଇଠି ଅଛନ୍ତି। କେଉଁଠି? ସେ ରଜାଘର ଥିଲେ, କିନ୍ତୁ ଜଣେ ଆଶ୍ରମବାସୀକି ସେ ସ୍ୱାମୀ ରୂପେ ବରଣ କରିଥିଲେ। ତାଙ୍କ ନାଁ ହେଉଛି ସତ୍ୟବାନ। ତାପରେ ନାରଦକୁ ସ୍ମରଣ କଲେ। ନାରଦ ଆସିଲେ। ନାରଦ ଯେତେବେଳେ ଆସିଲେ, ସେମାନେ ବରଣ କରିଦେଇଛୁ ସ୍ୱାମୀକି? ନା ହଁ। ନା ସେ କିଏ? ସେ ନା ସେ ସେମିତି ଅନ୍ଧ ମୁନି ଏବଂ ତାଙ୍କ ପତ୍ନୀ ଅନ୍ଧ, ସେ ଆଶ୍ରମରେ ଅଛନ୍ତି, ତାଙ୍କରି ପୁଅ ସିଏ। ତ ନାରଦ ଦେଖିଲେ, କରୁଣା କଲେ, ଦେଖିଲେ ମରିଯିବ, ଅଳ୍ପ ଦିନ ଭିତରେ ମରିଯିବ, ତାଙ୍କର ମୃତ୍ୟୁ ଯୋଗ ଅଛି। ନା ମୁଁ ତ ବରଣ କରିଦେଇଛି, ମୃତ୍ୟୁ ଯୋଗ ହଉ ପଛକେ। ତାପରେ ହେଲା, ବିବାହର ହେଇଗଲା। ସେ ଦିନେ କାଠ ହାଣିବାକୁ ଯାଇଛନ୍ତି। ସେ କାଠ ହାଣିକି ଆସିଲେ, ବାପା ଯଜ୍ଞ କରିବେ, ଯଜ୍ଞରେ ଆହୁତି ଦିଆ ହେବ। ସେ କାଠ ହାଣିବାକୁ ଯାଇଛନ୍ତି, ସେ ପଡ଼ିଗଲେ, ତାଙ୍କର ମୃତ୍ୟୁ ହେଇଯାଇଛି। ତାପରେ ଯମ ମହାରାଜ ନିଜେ ଆସିଲେ। ମହାରାଜା ନିଜେ ଆସିଲେ, କାରଣ ଅନ୍ୟମାନେ ଯେଉଁମାନେ ମରନ୍ତି ତାଙ୍କ ପାଇଁ ଯମଦୂତମାନେ ଆସନ୍ତି, କିନ୍ତୁ ତାଙ୍କ ପାଇଁ ଯମରାଜା ନିଜେ ଆସିଲେ। ସେ ସାବିତ୍ରୀ ତାଙ୍କ କୋଳରେ ରଖି ସ୍ୱାମୀଙ୍କର ସେଇ ମର ଶରୀରକୁ ସେ ସ୍ତୁତି କରୁଥାନ୍ତି, ପ୍ରାର୍ଥନା କରୁଥାନ୍ତି, ସ୍ୱାମୀଙ୍କର ଜୀବନ ଭିକ୍ଷା କରୁଥାନ୍ତି। ସେତିକିବେଳେ ଯମ ମହାରାଜ ଆସିଲେ, କହିଲେ ମା ପାଖେଇ ଯାଅ, ମୁଁ ତାଙ୍କର ମୃତ୍ୟୁ ହେଇଯାଇଛି, ମୁଁ ତାଙ୍କୁ ନେଇକରି ଯିବି ସ୍ୱର୍ଗକୁ। ନା ଆପଣ କିଏ? ସେ ନା ମୁଁ ଯମ ମହାରାଜ। ନା ସମସ୍ତେ ତ ଆସନ୍ତି, ଯମଦୂତମାନେ ଆସନ୍ତି, ତାଙ୍କର ଯିଏ ମରିଯାଏ ତାକୁ ନେଇଯାଆନ୍ତି, ଆପଣ ନିଜେ କ'ଣ ସ୍ୱର୍ଗରୁ ଆସିଛନ୍ତି? ନା ଆପଣଙ୍କର ଯେଉଁ ପରାକାଷ୍ଠା ଅଛି, ଆପଣଙ୍କ ଯେଉଁ ଶକ୍ତି, ଆପଣଙ୍କର ଯେଉଁ ଆପଣଙ୍କର ଯେଉଁ ସ୍ୱାମୀ ଚିନ୍ତାଧାରା, ସ୍ୱାମୀକୁ ଯେଉଁ ଭଲ ପାଇବା, ସ୍ୱାମୀକୁ ଯେଉଁ ସର୍ବଶ୍ରେଷ୍ଠ ବୋଲି ଦୁନିଆରେ ଭାବିବା, ସେଇ ଗୁଣ ଯୋଗୁଁ, ଆପଣଙ୍କର ଯେଉଁ ସତୀତ୍ୱ ଯୋଗୁଁ ମୁଁ ଆସିବାକୁ ବାଧ୍ୟ ହେବି, ନହେଲେ ଆଉ କେହି ନେଇପାରିବେ ନାହିଁ। ନା ନାହିଁ, ଯଦି ଆପଣ ନେବେ ବୋଲି କହୁଛନ୍ତି ତାହେଲେ ନିଅନ୍ତୁ, ମୁଁ ତ ବିଧବା ହେଇକି ରହିବି। ଆଉ ସେତେବେଳେ ସ୍ୱାମୀଙ୍କର ଜୀବନ ନେଇକି ଗଲେ, ତାଙ୍କ ପଛେ ପଛେ ଗଲେ, ବହୁତ ଦୂର ଗଲେ। ତାପରେ ବହୁତ ତାଙ୍କର ଯେତେ ତାକୁ ଅନୁରୋଧ କଲେ ସେ ଦେଲେନି, ଜୀବନ ଫେରେଇଲେନି। ଲାଷ୍ଟକୁ କହିଲେ, ତୋ ସ୍ୱାମୀ ଜୀବନ ବିନା ତମେ ଗୋଟିଏ ବର ମୋତେ ମାଗ, ମୁଁ ସେ ବରଟି ଯାହା ତମ ସ୍ୱାମୀର ଜୀବନ ସେଥିରେ ନଥିବ, ଆଉ ଯାହା ମାଗିବ ମୁଁ ସେଇଟା ଦେବି। ସେ ସାବିତ୍ରୀ ସେଠି ମାଗିଥିଲେ, ସେ ମହାସତୀ ସାବିତ୍ରୀ କହିଲେ, ମୋତେ ଏତିକି ବର ଦିଅନ୍ତୁ, ମୋ ପୁଅ ମୋ ବାପା ମାଆଙ୍କ କୋଳରେ ରାଜସିଂହାସନରେ ମୋ ବାପା ମାଆ ବସିଥିବେ। ସେ ବାପା ମାଆ ତାଙ୍କର ରାଜା ଥିଲେ, ଅନ୍ଧ ବୋଲି ତାଙ୍କର ଅନ୍ୟ ରାଜା ତାଙ୍କ ରାଜ୍ୟକୁ ନେଇଯାଇଥିଲା, ସେ ରାଜ୍ୟ ହରେଇଥିଲେ, ବଣରେ ଯାଇ ରହୁଥିଲେ। ଗୋଟିଏ ବର ମାଗିବେ। ସେ ଗୋଟିଏ ବର ମାଗିଥିଲେ, ମୋ ବାପା ମାଆ ରାଜସିଂହାସନରେ ବସିଥିବେ, ମୋ ପୁଅ ତାଙ୍କ କୋଳରେ ବସି ଖେଳୁଥିବ, ସେ ତାକୁ ସୁନା ଚାମଚରେ ତାକୁ ଖାଇବାକୁ ଦେଉଥିବ। ସେ ଅସ୍ତୁ କରିଦେଲେ। ହଉ ଠିକ୍ ଅଛି, ବର ମାଗିଲେ ମୁଁ ଏ ବରକୁ ଦେଲି, ମୁଁ ଯାଉଛି। ନା ଯିବେ? ନା ହଁ। ଆଉ କ'ଣ ହେଲା? ତୋତେ ବର ଦେଲି, ତୋତେ ସବୁ ଜିନିଷ ହେବ। ସେ ରାଜା ତମ ରାଜ୍ୟ, ସେ ତମ ବାପା ମାଆ ରାଜ୍ୟ ପାଇଯିବେ, ତାଙ୍କ ଆଖିରେ ତ ଦେଖିବେ, ଅନ୍ଧ ଯେଉଁ ଭଲ ହେଇଗଲା, ତାପରେ ପୁଅ ତ ସୁନା ଚାମଚରେ ଖାଇଲା, ସବୁ ହେଲା, ଆଉ କ'ଣ ଦରକାର ତମର? ନା ମୁଁ ଯେଉଁ ପୁଅ ଜନ୍ମ କରିବି, କେଉଁଠି ଜନ୍ମ କରିବି? ମୋ ସ୍ୱାମୀକି ତ ଆପଣ ନେଇକି ଯାଉଛନ୍ତି, ମୁଁ କେଉଁଠି ଜନ୍ମ କରିବି? ଏଇ ଯେଉଁ ସତୀତ୍ୱ ବଳରେ, ଏଇ ଯେଉଁ ଭାବଧାରାରେ ସେ କଥାଟା ପ୍ରତିପାଦିତ କଲେ। ଯମ ମହାପ୍ରଭୁ ତାଙ୍କ ଆଉ ହାର ମାନିଗଲେ, କହିଲେ ପ୍ରକୃତରେ ତ ସ୍ୱାମୀକୁ ତ ମୁଁ ନେଇକି ଯିବି, ଆଉ ପୁତ୍ର ସେ କେଉଁଠୁ ପାଇବେ? ତେଣୁ ସ୍ୱାମୀ ଜୀବନକୁ ଫେରିଥିଲେ। କାଲି ସେଇ ସାବିତ୍ରୀ ସତ୍ୟବାନ ସାବିତ୍ରୀ ମହାସତୀ ସାବିତ୍ରୀଙ୍କର ପବିତ୍ର ଦିନ। ଆପଣମାନେ ମାଆମାନେ ଯେଉଁମାନେ ଆସିଛନ୍ତି ସେମାନେ
ସେମାନେ ସମସ୍ତେ ପୂଜା କରିବେ। ମୁଁ ବେଶୀ କିଛି କହିବି ନାହିଁ। ଗୋଟିଏ ପଦେ ଠାକୁରଙ୍କର ଗୋଟିଏ ବାଣୀ ମୁଁ କହିଦେଇକି ମୋର ବକ୍ତବ୍ୟ ସାଙ୍ଗ କରିବି, ସମୟ ନାହିଁ। ତୁମେ ସବୁବେଳେ ମୋର ମଙ୍ଗଳ ଇଚ୍ଛାକୁ ବୁଝିବାକୁ ଚେଷ୍ଟା କର। ପାତର ହେବ ନାହିଁ, ହୃଦୟରେ ସଫଳତା ଆସିବ, ଦୁଃଖରେ ମଧ୍ୟ ଆନନ୍ଦ ପାଇବ। ଠାକୁର ଦୁଃଖରେ ଆନନ୍ଦ ଆମକୁ ଦେଇଛନ୍ତି। ଆଜି ବହୁତ ଭଲ ଭାବରେ ଆମର ଭାଇନା ସତ୍ସଙ୍ଗର ବିଧାନ, ଆମେ ତ ପୋଥି ଅଛି, ପୁରାଣ ଅଛି, ସବୁ ଆମେ ପଢ଼ିବା, ସବୁ ଆମେ ଜାଣିବା। ଭାବରେ ଗୋଟେ ସତ୍ସଙ୍ଗୀ କ'ଣ ହେବା, ଗୋଟେ ସତ୍ସଙ୍ଗୀ କେମିତି ହେବା ଦରକାର, ସତ୍ସଙ୍ଗର ପ୍ରୋସେସ୍ କ'ଣ, ସୁନ୍ଦର ଭାବରେ ଦେଓଘରରୁ ଆସିଛନ୍ତି କହୁଥିଲେ, ଆମେ ସମସ୍ତେ ଶୁଣୁଥିଲୁ, ବହୁତ ଭଲ ଲାଗିଲା। ଆଉ ବିଶେଷ ମୁଁ ଆଲୋଚନା ରଖୁନାହିଁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖ ଭାଗ ଭବେ।